प्रेज द लॉर्ड प्रभु जीसु ख्रीष्टଙ୍କ मधुमय नामରେ ସମସ୍ତଙ୍କୁ ଖ୍ରୀଷ୍ଟିୟ ନମସ୍କାର ଏବଂ ଗୁଡ୍ ମର୍ଣ୍ଣିଂ। ଆଜି ଦିନ ପରମେଶ୍ୱରଙ୍କ ଦାନ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକଙ୍କୁ ମୁଁ ପ୍ରଭୁ ଯୀଶୁଙ୍କ ନାମରେ ସ୍ୱାଗତ ଜଣାଉଅଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ ପ୍ରତି ପ୍ରଭାତରେ ଉଠି ଆଣ୍ଠୁ ଭାଙ୍ଗି ପ୍ରଭୁଙ୍କୁ ଧନ୍ୟବାଦ ଦେଇ ପ୍ରାର୍ଥନାର ସହ ପ୍ରଭୁଙ୍କର ବାକ୍ୟକୁ ପଠନ କରି ସେ ଦିନକୁ ଯଦି ଆରମ୍ଭ କରିବା, ପ୍ରଭୁଙ୍କର ଉପସ୍ଥିତିକୁ ଆମେ ସେ ଦିନ ଯାକ ଅନୁଭବ କରିପାରିବା ଏବଂ ପ୍ରଭୁଙ୍କ କାର୍ଯ୍ୟ ପରମେଶ୍ୱରଙ୍କ ଆଶୀର୍ବାଦକୁ ଆମମାନଙ୍କ ଜୀବନରେ ଦେଖିପାରିବା। ସେଥିପାଇଁ ପ୍ରଭାତରେ ଉଠି ପ୍ରାର୍ଥନା କରନ୍ତୁ, ବାକ୍ୟର ସହ ଦିନ ଆରମ୍ଭ କରନ୍ତୁ। ପ୍ରିୟମାନେ, ସେହା ଉତ୍ତମ ଆଉ ବହୁତ ଭଲ ଅଭ୍ୟାସ। ଆସନ୍ତୁ ଆଜିର ଧ୍ୟାନ ନିମନ୍ତେ ଆମେ ପଠନ କରିଯିବା ଗୀତ ସଂହିତା 86 ଗୀତର 17 ପଦ। ମୋତେ ମଙ୍ଗଳାର୍ଥକ ଲକ୍ଷଣ ଦେଖାଅ, ତହିଁରେ ମୋ ଘୃଣାକାରୀମାନେ ତାହା ଦେଖି ଲଜ୍ଜିତ ହେବେ। ଯେହେତୁ ହେ ପ୍ରଭୁ ତୁମେ ମୋର ସାହାଯ୍ୟ ଓ ସାନ୍ତ୍ୱନା କରିଅଛ। ପ୍ରଭୁଙ୍କ ମହାନ ନାମକୁ ଧନ୍ୟବାଦ। এই ଜାଗାରେ ଭକ୍ତ ପ୍ରାର୍ଥନା କରୁଅଛନ୍ତି, ମୋତେ ମଙ୍ଗଳାର୍ଥକ ଲକ୍ଷଣ ଦେଖାଅ, ତହିଁରେ ମୋର ଘୃଣାକାରୀମାନେ ଦେଖି ଲଜ୍ଜିତ ହେବେ। ଘୃଣାକାରୀମାନେ, ଶତ୍ରୁମାନେ, ବିରୁଦ୍ଧରେ ଉଠୁଥିବା ଲୋକମାନେ, ବିପକ୍ଷରେ ଉଠୁଥିବା ଲୋକମାନେ। ପ୍ରିୟମାନେ, ଅନେକ ସନ୍ଦର୍ଭରେ ଆମ ପଡ଼ିଶାର ଲୋକମାନେ ହିଁ ଆମ ବିରୁଦ୍ଧରେ ଉଠିଥାନ୍ତି। କଲେଜରେ ହିଁ ଆମମାନଙ୍କ ବିରୁଦ୍ଧରେ ଉଠୁଥିବା ଲୋକମାନେ ରହିଥାନ୍ତି। ଅଫିସରେ ବିରୁଦ୍ଧରେ ଉଠୁଥିବା ଲୋକମାନେ ରହିଥାନ୍ତି। ନିଜ ଘରେ ହିଁ ଆମମାନଙ୍କର ଶତ୍ରୁମାନେ ରହିଥାନ୍ତି। ଓନ୍ ରିଲେଟିଭ୍ସ ମାନେ ମଧ୍ୟ ଆମ ବିରୁଦ୍ଧରେ ଠିଆ ହୋଇଯାଇଥାନ୍ତି। ହଁ, ଆଜି ଆପଣ ପ୍ରଭୁଙ୍କୁ ବିଶ୍ୱାସ କରିଅଛ ବୋଲି, ପ୍ରାର୍ଥନା କରୁଅଛ ବୋଲି ଆପଣଙ୍କ ଘର ସାଇଡ଼ର ଲୋକମାନେ ଆପଣଙ୍କ ବିରୁଦ୍ଧରେ କଥା କହୁଅଛନ୍ତି, ଆପଣଙ୍କ ବିରୁଦ୍ଧରେ ଉଠୁଅଛନ୍ତି। ବୋଧେ ଆପଣ ଖ୍ରୀଷ୍ଟିଆନ ବୋଲିକି ଆପଣଙ୍କୁ ନିଜସ୍ୱ ଲୋକମାନେ ଘୃଣା କରୁଅଛନ୍ତି। ବୋଧେ ଆଜି କେହି ମଧ୍ୟ ଏ ଜଗତରେ ଶତ୍ରୁ ନଥିଲେ ମଧ୍ୟ ଆମମାନଙ୍କ ଗୋଟେ ଶତ୍ରୁ ଅଛି, ଏହା ଆମେ ଜାଣିବା ଦରକାର ଯେ ଆମମାନଙ୍କ ଶତ୍ରୁ ହେଉଛି ଶୈତାନ। ଆମମାନଙ୍କ ବିରୋଧୀ ହେଉଛି ଶୈତାନ। ଯଦି ଏ ଜଗତରେ କେହି ମଧ୍ୟ ଆମ ବିରୁଦ୍ଧରେ ନ ଉଠିଲେ, ସେ ଶୈତାନ ଆମ ବିରୁଦ୍ଧରେ ଉଠୁଅଛି, ସେ ଆମମାନଙ୍କ ବିପକ୍ଷରେ ଅଛି, ଏହା ଆମେ ଭୁଲିବା ନାହିଁ। ବାଇବେଲ କହେ ସେ ସିଂହ ପ୍ରାୟ ଗର୍ଜନ କରି ଏଣେ ତେଣେ ବୁଲୁଅଛି ପ୍ରଭୁଙ୍କ ଲୋକମାନଙ୍କୁ ଗ୍ରାସ କରିବା ପାଇଁ। ବିଲିଭର୍ସ ମାନଙ୍କ ଏନିମି କିଏ? ମାନେ ଶୈତାନ। ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରିବା ଲୋକମାନଙ୍କର ଶତ୍ରୁ ହେଉଛି ଶୈତାନ। ସେ ଶୈତାନ ଆପଣଙ୍କୁ ବିନାଶ କରିବା ପାଇଁ, ନଷ୍ଟ କରିବା ପାଇଁ, ସର୍ବନାଶ କରିବା ପାଇଁ ଇଚ୍ଛା କରୁଅଛି। ଏବେ ପରମେଶ୍ୱର ସେଇ ଶୈତାନକୁ, ସେଇ ଶତ୍ରୁକୁ ଲଜ୍ଜିତ କରିବା ପାଇଁ ହିଁ ଇଚ୍ଛା କରୁଅଛନ୍ତି। ୟେସ୍, ଆପଣଙ୍କୁ ଉନ୍ନତ କରି, ଆପଣଙ୍କୁ ଆଶୀର୍ବାଦ କରି, ଆପଣଙ୍କର ମସ୍ତକକୁ ଉଠାଇ ସେହି ଶତ୍ରୁକୁ ଲଜ୍ଜିତ କରିବା ପାଇଁ ପରମେଶ୍ୱର ଇଚ୍ଛା କରୁଅଛନ୍ତି। ଶତ୍ରୁକୁ ଲଜ୍ଜିତ କରିବେ, ଆପଣଙ୍କୁ ମୋତେ ନୁହଁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପରମେଶ୍ୱର ତାଙ୍କଠାରେ ନିର୍ଭରକାରୀମାନେ, ତାଙ୍କଠାରେ ବିଶ୍ୱାସ କରିବା ଲୋକମାନଙ୍କୁ କେବେ ବି ଲଜ୍ଜିତ କରିବେ ନାହିଁ, କେବେ ବି ନିରାଶ ହେବାକୁ ଦେବେ ନାହିଁ। ପ୍ରିୟମାନେ, ହଁ, ଆଜି ଆପଣଙ୍କର କଣ୍ଡିସନ୍ ବହୁତ ଖରାପ ଅଛି। ବୋଧେ ଆପଣଙ୍କୁ ଆଶ୍ୱାସନ ସାନ୍ତ୍ୱନା ଦେବା ଲୋକ କେହି ନାହିଁ। ବୋଧେ ଆପଣଙ୍କର ସିଚୁଏସନ୍ ବହୁତ ଟଫ୍ ହେଇଯାଇଛି। ବୋଧେ ଆପଣ ବାହାରି ପାରୁନାହାନ୍ତି ସେଇ ପରିସ୍ଥିତିରୁ। ଆଜି ଆପଣଙ୍କର ପରିବାରରେ ଅଶାନ୍ତିର ବାତାବରଣ ଦେଖାଯାଉଅଛି। ବୋଧେ ଆପଣଙ୍କର ବିରୁଦ୍ଧରେ ଲୋକମାନେ ଆପଣଙ୍କର ପରିସ୍ଥିତିକୁ ଦେଖି, ଆପଣଙ୍କର ବିରୋଧୀମାନେ, ଆପଣଙ୍କର ଶତ୍ରୁମାନେ, ଆପଣଙ୍କୁ ପସନ୍ଦ ନ କରିବା ଲୋକମାନେ ଆନନ୍ଦ କରିବା, ସେମାନେ ଖୁସି ମନାଉଛନ୍ତି, ଆନନ୍ଦ କରିବାରେ ଅଛନ୍ତି। ବୋଧେ କିନ୍ତୁ ମନେ ରଖିଥାନ୍ତୁ, ପ୍ରଭୁଙ୍କ ଠାରେ ନିର୍ଭର କରିବା ଲୋକମାନଙ୍କୁ ଲଜ୍ଜିତ ପ୍ରଭୁ ହେବାକୁ ଦେବେ ନାହିଁ। ସେମାନଙ୍କ ମଧ୍ୟରୁ ପରମେଶ୍ୱର ଠିଆ କରିବେ, ସେମାନଙ୍କ ମଧ୍ୟରୁ ପ୍ରଭୁ ଆପଣଙ୍କ ମସ୍ତକକୁ ଉଠାଇବେ। ସେଥିପାଇଁ ପ୍ରଭୁ ଆମର ସାହାଯ୍ୟ, ପ୍ରଭୁ ଆମମାନଙ୍କ ସାନ୍ତ୍ୱନାଦାତା ଅଟନ୍ତି। ତାଙ୍କଠାରେ ନିର୍ଭର କରିବା, ତାଙ୍କଠାରେ ଭରସା କରିବା, ତାଙ୍କୁ ଆମେ ଦେଖିବା, ତାଙ୍କ ନିକଟରେ ପ୍ରାର୍ଥନା କରିବା, ସେ ନିଶ୍ଚୟ ଆପଣଙ୍କୁ ବିଜୟ ଦେବେ, ସେ ନିଶ୍ଚୟ ଆପଣଙ୍କ ଜୀବନରେ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବେ। ଏ ବାକ୍ୟ ଦ୍ୱାରା ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆମିନ୍। ଆସନ୍ତୁ ଚକ୍ଷୁ ବନ୍ଦ କରିବା, ପ୍ରାର୍ଥନା କରିଯିବା। ସକଳ ମହିମା ଗୌରବ ପାଇବା ଏକମାତ୍ର ପରମେଶ୍ୱର, ଏ ପ୍ରଭାତରେ ତୁମର ବାକ୍ୟ ଦେଇ ଆମମାନଙ୍କ ସହିତ କଥା ହୋଇଥିବା ଲାଗି ଧନ୍ୟବାଦ। ଯେଉଁମାନେ ପ୍ରଭୁ ନିରାଶରେ, ଦୁଃଖରେ, ଚିନ୍ତାରେ, ରୋଗ ଅବସ୍ଥାରେ, ପ୍ରଭୁ ଅନେକ ପ୍ରକାର ବନ୍ଧନରେ ଅଛନ୍ତି, ପ୍ରତ୍ୟେକ ସନ୍ତାନମାନଙ୍କ ଜୀବନରେ କାର୍ଯ୍ୟ କର, ବନ୍ଧନରୁ ତୁମେ ମୁକ୍ତ କର, ସୁସ୍ଥ କର, ପ୍ରତ୍ୟେକଙ୍କୁ ତୁମର ଆତ୍ମଅଭିଷେକରେ ପୂର୍ଣ୍ଣ କର। ରାଜା, ଏ ପ୍ରଭାତରେ ପ୍ରଭୁ ଆମର ପ୍ରିୟମାନଙ୍କୁ ତୁମରି ହସ୍ତରେ ସମର୍ପଣ କରି ସକଳ ମହିମା ଗୌରବ ତୁମକୁ ଦେଇ ପ୍ରଭୁ ଯୀଶୁଙ୍କ ନାମରେ ବିନୟ କରି ମାଗୁଅଛୁ। ଆମେନ୍। ମେ ଗଡ୍ ବ୍ଲେସ୍ ୟୁ।